ଜୟ ଜୟ ଶ୍ରୀ ରାଧେଶ୍ୟାମ। ଅନେକ ଦିନ ପରେ ଆଜି ମୁଁ ତତେ ଦେଖିଲି, ବହୁତ ଖୁସି ଲାଗିଲା। କାହିଁକି ଜାଣୁ, ଆମେ ଦୁହେଁ ବହୁତ ପାଖାପାଖି ହୋଇଯାଇଥିଲୁ। ମୁଁ ସିନା ତତେ ଦେଖିନେଲି, କିନ୍ତୁ ମୋର ସୌଭାଗ୍ୟ ଯେ ମୁଁ ମୋର ସେହି ପୁରୁଣା ଆଇନାରେ ଧରା ଦେବା ପୂର୍ବରୁ ନିଜକୁ ଦୂରେଇ ନେଲି। କାହିଁକି ଜାଣୁ, କେବଳ ତୋରି ଖୁସି ପାଇଁ। ଆଉ ଏଇଥିପାଇଁ ମଧ୍ୟ ଯେ ସେ ଆଇନା ଭିତରେ ଏବେ କେବଳ ଚରିତ୍ରବାନ ପୁରୁଷ ତ କହିବିନି, ଅନେକ ଚରିତ୍ରବାନ ମହାପୁରୁଷମାନଙ୍କର ଭିଡ଼। କେଉଁ ଜନ୍ମରେ କି ପ୍ରକାର ପୁଣ୍ୟ କରିଥିଲେ କେଜାଣି ସେମାନେ। ତୋର ସାନ୍ନିଧ୍ୟ ପାଇ ସେମାନେ ତାଙ୍କର ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି। ଅଥଚ ମୁଁ କେତେବେଳେ ମୋର ଅତୀତକୁ ବର୍ତ୍ତମାନରେ ସାଉଁଟୁଛି ତ, ପୁଣି କେତେବେଳେ ମୋର ବର୍ତ୍ତମାନକୁ ଅତୀତର ସ୍ମୃତିରେ ହଜେଇ ଦେଇ ଭବିଷ୍ୟତକୁ ଧୂଆଁମୟ କରିଚାଲିଛି। ଆଉ ଏକଥା ଜାଣି ତୁ ବହୁତ ଖୁସି ହେବୁ ଯେ ଅତୀତରେ ତୁ ଯେତିକି ସୁନ୍ଦରୀ ଥିଲୁ, ଆଉ ବର୍ତ୍ତମାନ ତାଠାରୁ ଢେର ବେଶୀ ସୁନ୍ଦରୀ ଦିଶୁଛୁ। ଆଉ ଭବିଷ୍ୟତର ପ୍ରହେଳିକା ଭିତରେ ମୁଁ ତତେ ଯେବେ ଦେଖେ ନା, ମୋତେ ଲାଗେ ଯେମିତି ଭଗବାନଙ୍କ ସୃଷ୍ଟିରେ ତୁ ହିଁ ଏକମାତ୍ର କାମିନୀ, ଆଉ ଯିଏ ହୋଇସାରିଛି ମୋର ପ୍ରେୟସୀ। ଧନ୍ୟବାଦ। ଜୟ ଜୟ ଶ୍ରୀ ଜଗନ୍ନାଥ।